Welcome and most welcome. ଆପଣଙ୍କର ମୋର ଆମ ସମସ୍ତଙ୍କର ଫେଭରାଇଟ୍ ଆମ ଅଞ୍ଚଳର ଗର୍ବ ଓ ଗୌରବ ଏହି ମନ୍ଦିର ଗର୍ବ ଆଉ ଗୌରବ ଅନେକ ସାରା ଗୀତର ବର୍ଷା ଏକାଧାରରେ ସେ ପ୍ରଡ୍ୟୁସର ଏକାଧାରରେ ସେ ସିଙ୍ଗର ଏକାଧାରରେ ସେ କମେଡି କିଙ୍ଗ ଲେଟ୍ସ ୱେଲକମ୍ and most welcome ଆପଣଙ୍କର ମୋର ଆମ ସମସ୍ତଙ୍କର ଫେଭରାଇଟ୍ one and only the versatile the dynamic one and only comedy king Mr. Papu Pampam हलो आमर से प्रतीक्षित मुहूर्त समाप्त होती बर्तमान अनुरोध करी कहीं ये उदला माटी क्या निराश करेनी समस्त को समर्थित करेतु ये माटीर पुओ सभापति तथा आमर उपजिलापाल श्रीजुक्त सुशांत कुमार पारिक महोदय को मुझे निमंत्रण करी मंच उपरकू सहित आम गहण उपस्थित हे प्रमेय पंडा मैडम जे कि एनएसी अध्यक्षा एवं मु अनुरोध करी आज आमर जे प्रकल्प प्रशासक पीआईटीडीए श्रीजुक्त नरेंद्र कुमार खमारी महोदय को समस्त मिसिकी आमर कमेडी किंग ओडिशा कमेडी किंग श्रीजुक्त पप्पू पंपम को आम स्वागत करवा से माटीर पुओ यही कलेज पाठ पढ़ी यही पानी पवन में मनीष होती तेणु एभली एक व्यक्तित्व को पाई ये माटी आज धन्य हो प्रथम कही ये माटी ओडिशा को अनेक अवदान देती तेणु तामध्यरु पप्पू पंपम अन्यतम अवदान आम ये मयूरभंज माटीर अवदान तेणु मु सार मान को अनुरोध करी एवं आम गहण उपस्थित अच्छा आमर पूर्वतन विधायक श्रीजुक्त श्रीनाथ सोरेन महोदय पूर्वतन विधायक श्रीनाथ सोरेन महोदय स्वागत करुच्ची अनुरोध करी समस्त को आम टे जोरदार करताली देव भाई ये मुहूर्त जो आमर कला संस्कृतिर माटी और से कला संस्कृति माटी को पवित्र करछंती पप्पू पंप निश्चित भाव ये आम गर्व और गौरवर विषय एवं ये माटी की से आज आम एक स्पेशल है निश्चित भाव ये उदला माटी समर्थित कर तेणु अतिथि मान को अनुरोध करी समस्ते समर्थित करेंगे एवं एभली जन योग्य व्यक्ति ओडिशा मातार योग्य संता श्री पप्पू पंप निश्चित भाव माँ सरस्वती सी गोटे बरदान माँ सरस्वती सी हूँ बरदान एवं कलार विपुल अभिनय कर सारा ओडिशा निजर ना को बहु सार को अनुरोध करी से कार्यक्रम को जारी धन्यवाद सर जय जगन्नाथ बापालो ये आसला मयूरभंज लोक संख्या कम
ଆମ କପ୍ତିପଦା ଉଦଳା ଲୋକ ଦେଖିକି ମୁଁ ଜାଣି ସାରିଲି ଏତେ ଜନସଂଖ୍ୟା ବଢିବାର କାରଣ କଣ। ଆଉ ନାହାନ୍ତି, ସବୁ ପଳେଇ ଆସିଛନ୍ତି। ପୁଇ ସବୁ ଲୋକ ପଳେଇ ଆସିଛନ୍ତି ଘର ଛାଡିକି। କୋଉ ପଟରୁ କହୁଛନ୍ତି କୁହନ୍ତୁ। ପବନକି ଦେଖିବା ପାଇଁ ସବୁ ଘର ଛାଡିକି ତାଲା ପକେଇ ପଳେଇ ଆସିଛନ୍ତି। ଆଉ ନାହାନ୍ତି, ଉଦଳାରେ କେହି ନାହାନ୍ତି। ମାଇକ୍ରୋଫୋନ କାହା ହାତରେ ଅଛି ଆଜ୍ଞା? ଆଜ୍ଞା ସାର୍। ଆଜ୍ଞା ଆଜ୍ଞା ପପୁ ଭାଇ +2 ଫାର୍ଷ୍ଟ ଇୟର। ଆଜ୍ଞା ପପୁ ଭାଇ +2 ଫାର୍ଷ୍ଟ ଇୟର। ପରଦିନ ଭିଡିଓ ମୁଁ ଦେଖିଛି ଆପଣ ନାଚିଛନ୍ତି। ଆଜି ନାଚିବେ ମୋ ସାଙ୍ଗରେ। ନାଚିବି ଭାଇ। ପପୁ ଭାଇ 1 ନମ୍ବର। ଉଦଳାରେ ଆଉ କେହି ଲୋକ ନାହାନ୍ତି, ଆଜି ସମସ୍ତେ ଅଛନ୍ତି। ସମସ୍ତେ ଆପଣ ରହିବେ। ସମସ୍ତେ ନାଚିବେ ଆଜି। ନାଚିବେ ଆଜି। ଧୁମସା। ଯେତେବେଳେ ବି ମୟୂରଭଞ୍ଜର କୌଣସି ଗୋଟେ ଜାଗାକୁ ଯିବେ, ଆମ ମୟୂରଭଞ୍ଜରେ 60% ହେଉଛନ୍ତି ଆଦିବାସୀ। ଆଦିବାସୀ ଲୋକଙ୍କୁ କୁହାଯାଏ ସରଳ ନିଷ୍କପଟ। ମୁଁ ସବୁବେଳେ କହେ ଯେ ବାହାର ଅଞ୍ଚଳକୁ ଆପଣ ଯିବେ, ବହୁତ ଲୋକଙ୍କ ସହିତ ଆପଣ ମିଶିବେ, ଦେଖିବେ ଆପଣଙ୍କୁ ଲାଗିବ ଏଇ ଲୋକ ଗୁଡ଼ା ଉପରେ ଯାହା ଦେଖା ହେଉଛନ୍ତି ଭିତରେ ସେଇଆ ନୁହଁ। କିନ୍ତୁ ମୟୂରଭଞ୍ଜିଆ ସାରା ଦିଲ ସେ ମୟୂରଭଞ୍ଜିଆ। ହାତୀ ଭଳିଆ ଗୋଟେ ଦାନ୍ତ ଦେଖେଇବେ, ଗୋଟେ ଦାନ୍ତ ଚୁବେଇବେ, ଆମର ଆଦତ ନାହିଁ। ଆଜି ମୋ ଗାଁ, ମୋ ମାଟି, ଯୋଉଠି ପାଣି ପବନରେ ମୁଁ ବଢିଛି, ଆଜି ସେଇ ଜାଗାରେ ଠିଆ ହେଇଛି। ରାଣ ମୋ ଦେହର ପ୍ରତ୍ୟେକ ବାଳ ବର୍ତ୍ତମାନ ଠିଆ ହେଇଯାଇଛି, ଯୋଉଟାକୁ କୁହନ୍ତି ରୋମ ଠିଆ ହେଇଯିବା କଥା। ଆଉ ଗୋଟେ କେତେବେଳେ ବାହାରକୁ ଗଲେ ପାଟିରୁ ପଦେ ଭୁଲ ଭାଲ ଖସିଗଲେ କଣ ହେଇଯିବ କି? ହେଲେ ଏଠି ମୋର ଢୋ। ଏଠି ଭୁଲ ହେଲେ ବି ଜିନ୍ଦାବାଦ, ଖରାପ ହେଲେ ବି ଜିନ୍ଦାବାଦ। ନିଜ ଗାଁ, ନିଜ ମାଟି ସର୍ବପ୍ରଥମେ। କପ୍ତିପଦା, ଉଦଳା, ଏଇ ଯୋଉ ଅଞ୍ଚଳ, ଇଏ ମୋ ଗାଁ ମାଟି। ସର୍ବପ୍ରଥମେ ମୋ ମାଟିକି କୋଟି କୋଟି ପ୍ରଣାମ। ଆଜି ଓଡ଼ିଶାର ବିଭିନ୍ନ ଜାଗାକୁ ମୁଁ ଯାଏ, ଓଡ଼ିଶାର ବାହାରେ, ଭାରତ ଭିତରେ, ଭାରତ ବାହାରକୁ ବି ଯାଏ। এই ବର୍ଷ ମୁଁ 7ଟା ଦେଶ ଯାଇଛି ଏବଂ 7ଟା ଯାକ ଦେଶରେ କହିଛି ମୁଁ ଗର୍ବ କରେ ମୁଁ ଗୋଟେ ମୟୂରଭଞ୍ଜିଆ ବୋଲି। ଆଜି ଏଡ଼େ ସୁନ୍ଦର କାର୍ଯ୍ୟକ୍ରମ ହେଉଛି। 28 ବର୍ଷ ହେଲାଣି ଏ କାର୍ଯ୍ୟକ୍ରମ ଚାଲିଛି। ଦେଖୁଛନ୍ତି ତ ଆସ୍ତେ ଆସ୍ତେ, ପ୍ରଥମେ ଅଲ୍ ଦି ବିଗିନିଂସ୍ ଆର୍ ସ୍ମଲ୍। ଯେତେବେଳେ ବି କୌଣସି ଗୋଟେ ଜିନିଷ ଆରମ୍ଭ ହୁଏ ଜଣା ପଡ଼େ ନାହିଁ, କିନ୍ତୁ ହଠାତ୍ ଦେଖୁ ଦେଖୁ 28 ବର୍ଷ ହେଇଗଲାଣି ଏବଂ ଏଡ଼େ ବଡ଼ କାର୍ଯ୍ୟକ୍ରମ। ଆଜି ଆସିଲା ବେଳେ ମୋତେ ମେନ୍ ଗେଟ୍ରୁ ଏଇଠିକି ପହଞ୍ଚିବାରେ 15 ମିନିଟ୍ ଲାଗିଲା। ଇଏ ହେଉଛି ଧୁମସାର ସକ୍ସେସ୍। ଯେତିକି ଜଣ କର୍ମକର୍ତ୍ତା ଝାଳ ନାଳ ରକ୍ତ ଦେଇଛନ୍ତି ଏ କାର୍ଯ୍ୟକ୍ରମ ପାଇଁ, ନହେଲେ ଏଡ଼େ ବଡ଼ କାର୍ଯ୍ୟକ୍ରମ କରିହେବ ନାହିଁ। ଆଜି ବିଭିନ୍ନ ଦିନ ଗୁଡ଼ିକୁ 8 ଦିନ ଭାଗ କରିଦିଆଯାଇଛି ଏବଂ ମୋ ଦାୟିତ୍ୱରେ ପଡ଼ିଛନ୍ତି ଆଜି PAITDA ସାର୍। ତେଣୁ ଧନ୍ୟବାଦ ଦେବି, କୃତଜ୍ଞତା ଦେବି ଯେ ମୋ ଗାଁ ମାଟିକି ଆପଣ ଡାକିବାର ଦାୟିତ୍ୱ ନେଇଛନ୍ତି। ଆପଣମାନଙ୍କୁ ଆମେ ସମ୍ମାନିତ କରିବା କଥା। ଆମ ଗାଁର PAITDA ସାର୍ଙ୍କୁ ପଚାରିଲି, ସାର୍ଙ୍କର ଘର ହେଉଛି ଖୋର୍ଦ୍ଧା, ସିଏ ଆସିଛନ୍ତି ଉଦଳାକୁ। ମୋ ଘର ଉଦଳା, ମୁଁ ବର୍ତ୍ତମାନ ଅଛି ଖୋର୍ଦ୍ଧାରେ। ତେଣୁ ଅଦଳ ବଦଳ ହେଇଯାଇଛି, ଗ୍ରହ ବଦଳ ହେଇଯାଇଛି। ଏଡ଼େ ସୁନ୍ଦର କଥା। ସାମ୍ନାରେ ବସିଛନ୍ତି ବିଧାୟକ ମହୋଦୟ, ପୁରୁଣା ବିଧାୟକ ମହୋଦୟ, IIC ସାରେ, ଆମର PAITDA ସାରେ, JE ସାରେ, ଏଷ୍ଟାଟ ଇଞ୍ଜିନିୟର ଯେତିକି ବି ଅଛନ୍ତି, ମିଡ଼ିଆ ଭାଇ ଜଣ ଜଣକା କହିଲେ ଯେତିକି ବି ଅଛନ୍ତି, ସକାଳେ ଯାଇ ସେଇଆ ଚାଲିବ। ତେଣୁ ଥଣ୍ଡା କାକରରେ କାଲି ରାତିରେ ମୋର ଗୋଟେ ଭୁବନେଶ୍ୱରରେ ପ୍ରୋଗ୍ରାମ ଥିଲା। ମୁଁ 10 ମିନିଟ୍ ବସି ମୋ ମୁଣ୍ଡରେ ହାତ ମାରିଲି, ମୋ ମୁଣ୍ଡରେ ପାଣି ପଶେ ନାହିଁ। ତା ବାଦେ ମୁଁ ଦେଖିଲି ମୋ ହାତ ଉଦା ହେଇଯାଉଛି। ଏତେ ଥଣ୍ଡାରେ, ଏଠି ବି ଭୁବନେଶ୍ୱର ଠାରୁ ଅଧିକା ଥଣ୍ଡା। ଆପଣମାନେ ଯୋଉ ଥଣ୍ଡା କାକରରେ ଠିଆ ହେଇଛନ୍ତି, ସମସ୍ତଙ୍କୁ ମୋର କୋଟି କୋଟି ଦଣ୍ଡବତ। ଇଏ ଶ୍ରଦ୍ଧା, ଇଏ ଭଲ ପାଇବା କେବଳ ମୟୂରଭଞ୍ଜର ଲୋକମାନେ ହିଁ ଦେଇପାରନ୍ତି। କାରଣ ମୁଁ ଗ୍ୟାରେଣ୍ଟି ଦେଇକି କହିବି, ପ୍ରତି 10 ଜଣରେ ଯୋଉ ଜିଲ୍ଲାରେ 7 ଜଣ ଆର୍ଟିଷ୍ଟ, ସିଏ ହେଉଛି ମୟୂରଭଞ୍ଜ। ବାହାର ଜାଗାରେ ଯେତେବେଳେ ମୁଁ ପ୍ରଥମେ ଆମ ଫିଲ୍ମ ଦୁନିଆକୁ ଗଲି, ମତେ ସମସ୍ତେ କହନ୍ତି ଆରେ ତମେ ଘର କୋଉଠି? ମୁଁ କହିଲି ମୟୂରଭଞ୍ଜ। ନା ମୟୂରଭଞ୍ଜ ଭାଗ୍ୟ ଦୋଷରୁ ଦହଗଞ୍ଜ, ମତେ ଥରେ ଜଣେ କହିଥିଲା। ମୁଁ ତାକୁ ଗଲା ବର୍ଷ କହିଲି, ହେରେ ଧନ, ମତେ କହିଥିଲୁ ତୁ ମୟୂରଭଞ୍ଜ ଭାଗ୍ୟ ଦୋଷରୁ ଦହଗଞ୍ଜ, ଖାଲି ମନେ ରଖିଥା ଆମ ମୟୂରଭଞ୍ଜ ସାରା ଭାରତର ଯିଏ ମେନ୍, ସିଏ ମୟୂରଭଞ୍ଜର ମେନ୍। ଏବଂ ଓମେନ୍ ଯଦି ଭାରତର ମେନ୍, ତାହେଲେ ଆମ ମେନ୍ କଥା ପଚାରିବୁ ନାହିଁ। ଓଡ଼ିଶା ଲୋକଙ୍କୁ ପେଣ୍ଟ ପିନ୍ଧା ଶିଖେଇଛନ୍ତି ଆମ ସିନେମା ହିରୋ, ହଁ ନା? ଆଗରୁ ଦେଖିବେ ପ୍ରଶାନ୍ତ ନନ୍ଦ ଧୋତି ଡୋରା ଥିଲା ନା ନାହିଁ? ଉତ୍ତମ ମହାନ୍ତି ଆସିଲେ ଆରମ୍ଭ ହେଲା
ঝୁମକା ଟିକେ ତୁ ତ ହଲେଇ ଦେ ଇଏ ହେଉଛି ମୟୂରଭଞ୍ଜ ମାଟି। ଆଜି ସେଇ ଜାଗାରେ ଠିଆ ହେଇଛି। ସମସ୍ତ ଗୁରୁଜନ ମାନଙ୍କୁ ପ୍ରଣାମ। ଯୁବ ବର୍ଷର ଯେତିକି ଅଛନ୍ତି ସମସ୍ତଙ୍କୁ ହାତ ହରା ଅଭିନନ୍ଦନ। ଭାଇମାନଙ୍କର ଭଉଣୀମାନେ ଯେତିକି ଅଛନ୍ତି ଯଦି ହାତ ଅଛି ହଲେଇ ଦିଅନ୍ତୁ। ଏବଂ 2015 ପରେ ଯେଉଁ ଏଣ୍ଟ୍ରି କରୁଥିଲେ ଚିମିଡ଼ି ମିଡ଼ି ଯେତିକି ଜଣ ହୋଇଛନ୍ତି ସେମାନଙ୍କୁ ପର୍ଯ୍ୟାପ୍ତ ସ୍ନେହ। ସବୁ ଜାଗାକୁ ଗଲେ ମୁଁ କମେଡି କରେ କିନ୍ତୁ ମୁଁ ଆଜି କମେଡି କରିବିନି। ମୁଁ ଆଜି ଏ ମାଟି ସହିତ ମୋ ସମ୍ପର୍କ କହିବି। ଉଦଳା କଲେଜରେ ପଢୁଥିଲି। ଗ୍ରାଜୁଏସନ ଯେତେବେଳେ କମ୍ପ୍ଲିଟ୍ ହେଇଗଲା ମୁଁ ଘରକୁ ଗଲି। ଏଇଠି ରହୁଥିଲି ନୀଳାଦ୍ରି ମେସରେ। ସମସ୍ତେ ଜାଣିଥିବେ ଯିଏ ଜାଣିଥିବେ ନୀଳାଦ୍ରି ମେସରେ ମୁଁ ରହୁଥିଲି। ଆଉ ଡ୍ରାମାଟିକ୍ ସେକ୍ରେଟାରୀ ସେ ସବୁ ବହୁତ କଥା ସେ ଯାଇଛି। ପାଠ ପଢା ସରିଗଲା ପରେ ମୁଁ ଯେତେବେଳେ ଘରକୁ ଗଲି ହଠାତ୍ ମୋ ମୁଣ୍ଡରେ ଗୋଟେ ଚିନ୍ତା ପଶିଲା। ଆରେ ଧନ ସେ ଉତ୍ତମ ମହାନ୍ତି ସିଦ୍ଧାନ୍ତ ମହାପାତ୍ର ଅନୁଭବ ତାଙ୍କ ବାପା ମା କଣ ଦୀକ୍ଷା ଜାଣିଛନ୍ତି ସିଏ ହିରୋ ହେବେ ମୋ କଉଡ଼ି କଣ କାଣି ମୁଁ କଣ ନାକରା ଟଙ୍କା ମୁଁ ହିରୋ ହେଇପାରିବିନି। ମୁଣ୍ଡକୁ ଗୋଟେ କଥା ପଶିଲା। ବେଡିଂ ପତ୍ର ବାନ୍ଧିଲି ଭୁବନେଶ୍ୱର ଯିବି। ଆଉ ବେଡିଂ ପତ୍ର ବାନ୍ଧୁଛି ମୋ ବାପା କହିଲେ କୁଆଡେ ମୁଁ ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ ତମେ ମାଲ ଚିହ୍ନି ପାରିଲ ହିରୋଟା ଘରେ ପଡିଛି ତମେ ତାକୁ କଣ କରିଦେଲ। କହିଲେ କଣ ହବ ମୁଁ ଯାଉଛି ଭୁବନେଶ୍ୱର ହିରୋ ହେବି। ମୋ ବାପା କହିଲେ ରହ ଟିକେ ଜ୍ୟୋତିଷକୁ ବିଶ୍ୱାସ କରେ ଟିକେ ଦେଖିଦେବା ତ ଜାତକ। କହିଲେ ଆମର ସେଠି ଜଣେ ଦେବା ବାବୁ ବୋଲି ଜ୍ୟୋତିଷ ଅଛନ୍ତି ତାଙ୍କ ପାଖରେ ଦେଖିଲେ ସେ କହିଲେ ଶୁକ୍ର ଲିଟିଗେସନ ପ୍ଲଟରେ ଅଛି ମଙ୍ଗଳ ପଛରେ ଗାଡ଼ି ଶନି ଭିତରେ ବୃହସ୍ପତି ଏପଟ ସେପଟ ହଉଛି ୟାର ଏ ବର୍ଷଟା ଅତିରିକ୍ତ ଖରାପ ତାକୁ କୁଆଡେ ଛାଡ଼ିବ ନାହିଁ। ବାପା କହିଲେ ଧନ ଏଇ ଗୋଟେ ବର୍ଷ ରହିଯାଏ। ଆପଣମାନେ ବି ଯେତିକି ଟୋକା ଅଛ ଯେତିକି ଝିଅ ଅଛ ଗୋଟେ କଥା ଶୁଣିଥାଅ ଗୋଟେ ଅଣଗୁରିଆ ହବ ନାହିଁ। ବାପା ମା ଯେତେବେଳେ ବି ଯାହା କହିବେ ଟିକେ ମାନିବ। କାହିଁକି କହିଲ ସେ ଗୋଟେ ଆମଠାରୁ 20-30 ବର୍ଷ ଦୁନିଆକୁ ଅଧିକା ଦେଖିଛନ୍ତି। ହଁ ନା ତେଣୁ ମୁଁ ଭଲ ପିଲା। ମୋ ବାପା କହିଲେ ବର୍ଷେ ରହିଯା। ମୁଁ କହିଲି ୟେସ୍ ପୁଅ ରହିଗଲା ଆର ବର୍ଷ ଭୁବନେଶ୍ୱର ଯିବ। ଯୋଉ ବର୍ଷେ ଭୁବନେଶ୍ୱରରେ ଘରେ ମୁଁ ରହିକି ଭୁବନେଶ୍ୱର ଯିବି ଆରେ ବର୍ଷେ କଣ ସେ ସାଙ୍ଗସାଥି ସାଙ୍ଗରେ ପଢିବି ଆମ ଏରିଆ ମୋର ମୁଁ ଯାହା କାଳେ ମଦ ପିଇବି କୋଉଠି ନିଶା ପାଣି କରିବି କୋଉ ଝିଅ କମେଣ୍ଟ ମାରିବି କଣ ହବ ଏଇ ସବୁ ଟେନସନ ଭିତରେ ହଠାତ୍ ଆମ ଘର ପାଖରେ ଗୋଟେ ଶିଶୁ ମନ୍ଦିର ଖୋଲିଲା। ମତେ ଡାକିଦେଲେ ମୁଁ 3 ମାସ ପରେ ସେଠି ମାଷ୍ଟର ହେଇଗଲି। ନା ଇଏ ବି ମଦ ହେଇକି ହଉନାହିଁ। ତାପରେ କଣ କରିବି ଭାବିକି ଚାକିରି ଟେନସନରେ ମୁଁ ଥାଏ। ଆକ୍ଚୁଆଲି ଗୋଟେ ବଢିଆ କଥା ଆପଣ ଏଇଠି ଅଛନ୍ତି କେତେ ଜାଣିଥିବେ ଜାଣିନଥିବେ। ମୁଁ ଯେତେବେଳେ ବାହାର ରାଜ୍ୟ ଗୁଡ଼ାକୁ ଯାଉଛି ହାଇଦ୍ରାବାଦ ଯାଉଛି ବାଙ୍ଗାଲୋର ଯାଉଛି କଲିକତା ଯାଉଛି ସୁରଟ ଯାଉଛି ବମ୍ବେ ଯାଉଛି ଦିଲ୍ଲୀ ଯାଉଛି এইଭଳିଆ ଆପଣ ବିଶ୍ୱାସ କରିବେନି ବାଙ୍ଗାଲୋରରେ ଓଡ଼ିଶା ପ୍ରୋଗ୍ରାମ ହବ ଓଡ଼ିଆ ପ୍ରୋଗ୍ରାମ ୟାଠାରୁ ଅଧିକା ଅଡିଏନ୍ସ। ଯେତେବେଳେ ସମସ୍ତେ ହୋ ବୋଲି କୁହନ୍ତି ମୁଁ ଚମକି ଯାଏ ରେ ବାପା ମୁଁ ଓଡ଼ିଶାରେ ଅଛନ୍ତି କିଏ ସମସ୍ତେ କଣ ଇଆଡ଼େ ପଳେଇ ଆଇଲେଣି। କଲିକତାରେ 84ଟା ଓଡ଼ିଆ ସୋସାଇଟି ଗୋଟେ ସୋସାଇଟିରେ ମିନିମମ୍ 1000-1500 ସୁରଟରେ ଓଡ଼ିଆ ଲୋକ ଜଣେ ଏମଏଲଏ ତାର ଆମ ସବୁ ଓଡ଼ିଆ ମତେ ଲାଗୁଛି ଚାକିରି ଚକ୍କରରେ ପଦାକୁ ପଳେଇଲେଣି। ମାନେ ଚାକିରିଟା କେଡ଼େ ବଡ଼ ଟେନସନ କାହିଁକି ବେକାରିଆ ପିଲାଟେ ଯଦି ଘରେ ଥିବ ଆଜ୍ଞା ସମସ୍ତଙ୍କ ପାଇଁ ଟେନସନ ଧରି ଭାବିକି ଦେଖିବି। ପପୁ ଭାଇ ସେଇଠିକି ଯିବ ସେଠି ଅଡିଏନ୍ସ ବାବା ମନେ ରଖିଥାନ୍ତୁ। ତେବେ 3ଟା ମୁଁ ସାରେ ଡିଷ୍ଟର୍ବ ହେଇଯାଉଛି ଆଚ୍ଛା। ତେବେ ମୁଁ ଗୋଟେ ବଡ଼ କଥା ଗୁଡ଼ା ମାର୍କ କଲି ଯେ ବେକାର ହବାର କେଡ଼େ ବଡ଼ ଅସୁବିଧା। ଘରେ 3 ଭାଇ ବଡ଼ ଭାଇ ଚାକିରି କରିଛି ମଝିଆ ଭାଇର ବିଜନେସ୍ ସାନ ଭାଇଟା କିଛି କରୁନାହିଁ। ଦେଖିବେ ସେ ଜାଗାରେ ସାନ ଭାଇଟି ସମସ୍ତେ ତାକୁ କୁହନ୍ତି ଏ ଘରର ସେ ଗୋଟେ ବୋଝ। ଗୋଟେ ଛକରେ ଦେଖିବେ 15ଟା ଖଣ୍ଡେ ପିଲା ପାଠଶାଠ ପଢିଥିବେ କିନ୍ତୁ ସନ୍ଧ୍ୟାବେଳେ ଆସି ଘଟି କରୁଥିବେ ସିଗାରେଟ୍ ଟାଣୁଥିବେ କମେଣ୍ଟ ମାରୁଥିବେ ଆମେ ସମସ୍ତେ ସେମାନଙ୍କୁ କ୍ରିମିନାଲ ବୋଲି କହୁ। କିନ୍ତୁ ଥରେ ଆପଣ ଚିନ୍ତା କରିକି ଦେଖିବେ ସେଇ ଟୋକା ଗୁଡ଼ା ନଥିଲେ ଆମ ସୋସାଇଟି ଚଳିବ ନାହିଁ। ଆପଣ ଥରେ ଚିନ୍ତା କରିକି ଦେଖିବେ ସେଇ ଭାସ୍କର ଭାଇ ହୁଅନ୍ତୁ ଇଲେକ୍ସନ ବେଳେ ତାଙ୍କ ପଛରେ ଯେତିକି ଜିନ୍ଦାବାଦ ପକାନ୍ତି ସେମାନେ କୋଉମାନେ ଚାକିରିଆ ଲୋକ ଜିନ୍ଦାବାଦ ପକେଇବା ନେଇକି ଯିବେନି ତାଙ୍କ ଚାକିରି ପଳାଉ। ବିଜନେସ୍ ଲୋକ ଦୋକାନ ଛାଡ଼ିକି ଯିବେନି। ସ୍ୱାଧୀନତା ପାଖରୁ ଯେତିକି ନେତା ଆଉଛନ୍ତି ସମସ୍ତେ କହୁଛନ୍ତି ଆମେ ବେକାରୀ ହଟେବୁ। ବେକାରୀ ହଟୁଛି କି ନା ବେକାରୀ ହଟିଲେ ରାଜନୀତି ହବ ନାହିଁ। 2 ନମ୍ବର କଥାଟି କଣ ଆପଣ ଦେଖିବେ ଆପଣଙ୍କ ଅଞ୍ଚଳରେ ରକ୍ତଦାନ କେନ୍ଦ୍ର ହେଲା ଦୁର୍ଗା ପୂଜା ହବ ଗୋଟେ ସାଇ ମନ୍ଦିର କାର୍ଯ୍ୟକ୍ରମ ହବ ତାରିଣୀ ମେଳା ହବ ଯାତ୍ରା ପାର୍ଟି ଆସିବ ସବୁ ଗୁଡା କରନ୍ତି ସେଇମାନେ ବେକାର ଟୋକା। ଆପଣଙ୍କ ଅଞ୍ଚଳରେ ଗୋଟେ ଗାଁ ଧରାଯାଉ ନାଗପାଳ କହିଲା ମାନେ ସମସ୍ତେ ଡରିବେ ତାମାନେ ଜାଣିଥାଉ ନାଗପାଳ ବେକାର ଟୋକା ଗୁଡା ଅତି ଉତ୍ପାତିଆ। ନାଗପାଳ ଝିଅକୁ ଯଦି କମେଣ୍ଟ ମାରିବ ଥୟ ତମେ ମାଡ଼ ଖାଇବ। କିଏ ପିଟିବ ଚାକିରିଆ ଲୋକ ନୁହଁ ବିଜନେସମ୍ୟାନ ନୁହଁ ଏଇ ବେକାରୀ ଟୋକା। ଘରେ 4 ଭାଇ 3 ଜଣ ଏନଗେଜମେଣ୍ଟ ସାନ ଭାଇ ବେକାର। ଭଉଣୀଟାକୁ ଯଦି ପର ଜାଗାରେ କିଏ କମେଣ୍ଟ ମାରିଲା ଇଏ 3 ଭାଇ ଯିବେନି ଏଇ ସାନ ଭାଇ ତା ଦଳକୁ ନେଇକି ଯିବ ସେ ଟୋକାକୁ ପିଟିକି ଭୋଟ ତଳେ ପକେଇବ। ହଁ ନା ରାସ୍ତା ଖରାପ ହେଇଗଲା କିଏ ଗୋଟେ ଅନ୍ୟାୟରେ ମରିଗଲା ରାସ୍ତା ଅଟକେଇବେ କିଏ ଏଇମାନେ। କିନ୍ତୁ ସେଇମାନେ ଆମ ପାଇଁ ବେକାର। 100 ଟଙ୍କା ଦିଆ ହେଇଥିବ ବେକାର ପିଲାଟାକୁ ଯା ଆଳୁ ଆଣିବୁ ପିଆଜ ଆଣିବୁ ଟମାଟୋ ଆଣିବୁ ଯଦି 20 ଟଙ୍କା ବଳିଲା ସେ ଖାଇଦେଲା ତାକୁ ହିସାବ ମଗାଯାଏ ଘରେ। ଯୋଉଥିପାଇଁ ଏ ପିଲା କୁହେ ଯେ ପଛେ ଇଟା ପିଟିବା ନେଇକି ଯିବି କିନ୍ତୁ ମୁଁ ଚେନ୍ନାଇ ପଳେଇବି ପଛେ ଦାଦନ କରିବି।
ଚାକିରି ଟେନସନ ଯେତେବେଳେ ମୋ ଉପରେ ହେଇଗଲା କଣ କରିବି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜର ଦେଇଦେଲି କିଛି ଚାକିରି ନାହିଁ। ହଠାତ୍ ଗୋଟେ ଚାକିରି ବାହାରିଲା ନନ୍ଦନକାନନରେ ସରକାରୀ ଚାକିରି ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ କଣ ଯୋଗ୍ୟତା ଅଷ୍ଟମ ଶ୍ରେଣୀ ପାସ୍ ମାସକୁ ଦରମା 72,000 ଟଙ୍କା। ରାଣ ବିଦ୍ୟାରଣ ମୁଁ ଖାଲି ଫର୍ମ ଲେଖିକି ନେଇଗଲି। ମତେ ସେ ଫର୍ମଟା ଦେଲେ ମତେ କହିଲେ କାଲି ଲାଷ୍ଟ ଡେଟ୍ ଅଛି। ମୁଁ ରାତିରେ ପଳେଇଲି ନନ୍ଦନକାନନ ଯାଇକି ସେ ନନ୍ଦନକାନନ ଗେଟ୍ ପଟେ ଗଳେଇଦେଲି ଭାଇ ମୋ ଫର୍ମ ନେଇ ରଖ। ଜଣେ କହିଲା ଭାଇ ତମେ କେତେ ପାଠ ପଢିଛ? ମୁଁ କହିଲି ବିଏ। ନା ବିଏ ଏଠି ପରା ଅଣ୍ଡର ମେଟ୍ରିକ ମଗା ହେଇଛି କିନ୍ତୁ ଏପ୍ଲାଏ କରିଛନ୍ତି ଯେତିକି ସେଗୁଡ଼ା ସବୁ ଏମଏସସି ବି ଅଛନ୍ତି ଏମବିଏ ପିଲା ବି ଅଛନ୍ତି ତମେ ପାଇବନି। ମୁଁ କହିଲି ମୋର ନିଷ୍ଠା ଅଛି ମୁଁ ପାଇବି। ଚାଲିଲା ଇଣ୍ଟରଭ୍ୟୁ ରିଟିନ୍ କ୍ୱାଲିଫାଏ ଫିଜିକାଲ କ୍ୱାଲିଫାଏ ଭାଇବା କ୍ୱାଲିଫାଏ ଏଟିକିଆ ଓକେ। ମତେ କହିଲେ ତମେ ଚାକିରି କରିବ। ମୁଁ ଆଣନ୍ତୁ ଏଗ୍ରିମେଣ୍ଟ 72,000 ଟଙ୍କା ଖେଳ ଲାଗିଛି ମାଇଲି ଦସ୍ତଖତ ଫାଇନାଲ କାଗଜଟାକୁ ଏଗ୍ରିମେଣ୍ଟଟାକୁ ନେଇକି ପୁରେଇ ଦେଲି ଗଡରେଜ ଭିତରେ। ଆଚ୍ଛା ସେତେବେଳେ ମୋ ମୁଣ୍ଡରେ ପଶିଲା ଏପର୍ଯ୍ୟନ୍ତ ମୁଁ ବୁଝି ନାହିଁ ଚାକିରିଟା କଣ। ଏଗ୍ରିମେଣ୍ଟ ଦସ୍ତଖତ ମାରିସାରିଲି 72,000 ଟଙ୍କା ଆଉ କଣ ଆପଣ ମାରିବେ ନା ନାହିଁ ମାରିଦେଲି। ମୁଁ କହିଲି ସାର୍ ଚାକିରିଟା କଣ? ହଠାତ୍ ସିଏ ତାଙ୍କର ଯିଏ ହେଡ୍ ଥିଲେ ମତେ କହିଲେ ବାବୁ ଆମର ଏଇ 7 ବର୍ଷ ତଳେ ହଠାତ୍ ବାଘ 8ଟା ଖଣ୍ଡେ ମରିଗଲେ। ସରକାର କହିଲେ ବାଘ କାହିଁକି ମଲେ ତାକୁ କଣ ଖାଇବା ନେଇକି ଦଉଥିଲ ସିଏ ଶୋଉଥିଲେ ନା ଉଠୁଥିଲେ କଣ କରିକି ସବୁଟାକୁ ସସ୍ପେଣ୍ଡ କରିଦେଲେ 15 ଖଣ୍ଡେ। ଏଇ 4 ଦିନ ତଳେ ଆମର ଗୋଟେ ବଣ ମଣିଷଟେ ଥିଲା ସେଟା ମରିଯାଇଛି। ମୁଁ ତାମାନେ ନା ତା ଛାଲ ଟିକେ ରଖିଛ ତମେ ପିନ୍ଧିକି ବଣ ମଣିଷ ହେଇକି ରହିବ। ବାପା ରାଣେ ଢିକି ଗିଳି ଆଉ କରିବ କଣ ଏଗ୍ରିମେଣ୍ଟ ମାରିସାରିଲିଣି। ତାପରେ ପୁଲିସ ଠେକିଣି। ମୁଁ କହିଲି ନା ବାବା କରିଦବା ଯେ କିନ୍ତୁ ସାରେ କିଛି ଅସୁବିଧା ନାହିଁ ଆଣ ଡ୍ରେସଟା ଛାଲ ଟିକେ ଆଣିଲେ ପଛ ଆଡୁ ଏଇଠୁ ଏତିକି ଯାଏ ସିଲେଇ କରିଦେଲି। ସିଲେଇ କରିଦେଲା ପରେ ମୁଁ ସାର୍ କଣ ଦେଖାଉଛି ସିମ୍ପାଜି ଭଳିଆ? କହିଲେ ତ ଗାଁରେ କିଏ ସିମ୍ପାଜି ଦେଖିଛନ୍ତି ନଈକି ଠିଆ ଏଇମିତି ସବୁବେଳେ ଚାଲି। ମୁଁ କହିଲି ଆଚ୍ଛା ଯଦି ଖୁସି ହେଇଯିବୁ କେମିତି ତାଳି ମାରିବୁ? ମୁଁ କହିଲି କହିଲା ନା ସିମ୍ପାଜି ଏଇଠି ମାରିବ। ମୁଁ କହିଲି ଓକେ। ଆପଣ ଦେଖିଥିବେ ଯେ ନନ୍ଦନକାନନ ଯାଇକି ଗୋଟେ ଜୀବନ ଘର ଅଛି ଯେ ବଣ ମଣିଷ ଘର ଛୋଟିଆ ରାଉଣ୍ଡ ମଝିରେ ଗୋଟେ ଛୋଟିଆ ଘରଟେ ଅଛି ଶୁଖିଲା ଗଛଟେ ସାଇଡରେ ପାଣି ଦେଖିଛନ୍ତି ତ? ମତେ ନେଇକି ରାତିରେ ଛାଡ଼ିଦେଲେ। ସେତେବେଳେ ବୋଧେ ଡିସେମ୍ବର 13 କି 14 ବୋଧେ ମୋର ଜଏନିଂ ଡେଟ୍ ଥିଲା। ଯାଇକି ରହିଗଲି। ରହିଗଲା ପରେ ମତେ କହିଲେ ଘର ଭିତରେ ଗଳି ଯିବୁ ଏଇ ଡାଳରେ ଟିକେ ଝୁଲିବୁ ଏଇପଟେ ବୁଲିବୁ ଯିଏ ଯାହା ଦେଲେ ଖାଇବୁନି ବାସ୍। ଡିସେମ୍ବର ମାସ ସ୍କୁଲ ଛୁଆ ଭର୍ତ୍ତି ତାପରେ 10,000 ବଣ ମଣିଷ ମୁଁ ବଣ ମଣିଷ ଘର ଭିତରେ ଗଳି ଯାଉଛି ଡାଳ ଧରିକି ଝୁଲି ଯାଉଛି। 4-5 ଦିନ ହେଇଗଲା ମୁଁ ପୁରା ରେଡି ଆଉ ଇଏ ଚାକିରି ଓକେ ଆଉ 72,000 ଦରମା। 5 ଦିନ ପରେ ସରି ଡିସେମ୍ବର 25 ତାରିଖ ରାଣ ସେଦିନ ବୋଧେ 50,000 ଖଣ୍ଡେ ମୋ ଚାରିପଟେ ଆଉ ମୁଁ ବଣ ମଣିଷ ଭିତରେ ଆଉ ବଣ ମଣିଷ ନାଚିଲୁ ମୁଁ ବଣ ମଣିଷ ତାଳି ମାରିଲୁ ମୁଁ ଆମ୍ବ ଖାଇବୁ ଓକେ। ମାନେ ଏତେ ଲୋକ ଯୋଉ ଦେଖୁଛନ୍ତି ମୁଁ ଭାରି ଏକ୍ସାଇଟେଡ୍ ଆଉ ସେ ଯାହା କହୁଛନ୍ତି ମୁଁ କରୁଛି। ହଠାତ୍ କିଏ ଗୋଟେ ବାଳୁଙ୍ଗା ଥିଲା ମତେ କହିଲେ ବଣ ମଣିଷ ସେ ଡାଳ ଧରିକି ଝୁଲିଲୁ। ମୁଁ କହିଲି ଓକେ ଧରି ପକେଇଲି ଝୁଲିଲି ସବୁ ତାଳି ମାରିଲି ସୁନ୍ଦର। ଏଇ ମାପରେ ହେଇଛି 12 ଥର ଖଣ୍ଡେ ପରେ ଏଇଟା ସେଟା ଶୁଖିଲା ଗଛ ଡାଳ ଭାଙ୍ଗଲା। ମାନେ ମୁଁ ଏମିତି ହେଇଛି ଉଡ଼ିଗଲି ନେକ୍ସଟ ଗ୍ୟାଲେରୀଟା ଭିତରେ ପଡି ସେଟା ବାଘ ଗ୍ୟାଲେରୀ ତା ପଡି ତ ଯାଇଛ କୁଆଡେ ଅନେଇଲା ଏମିତି ବାଘ। ହଠାତ୍ କି ପବ୍ଲିକ ପାର୍ଟି କଲେ ଛୁଆ ଆଜି ବଣ ମଣିଷ ବାଘ ହାବୁଡରେ ପଡିଛି ବଡ ମଜା ହବ ବଣ ମଣିଷ ବାଘକୁ ମାର। ମୁଁ ତମ ଗାଁରେ କିଏ ମାରିଥିଲା ବାଘକୁ ମୁଁ ମାରିବି ବାଘ ମୁଁ ନନ୍ଦନକାନନ ବାଲା ତମ ଉପରେ ଚଳକ ପଡିବ ରେ 72,000 ଟଙ୍କା ଲୋକ ଦେଇକି ଛୁଆଟାକୁ ମାରିଦେଲେ ମୁଁ କଣ କରିବି? କିଛି ହବନି ପୁରା ଆଉ କୁଆଡେ ଯିବି ସେ କାନ୍ଥିଆ ନାଗଲି ଆଉ ସେ ଯୋଉ ପାଚି ବାଘ ପୁରା ହଠାତ୍ ବାଘ କାହିଁ ପାଟି କରୁଛୁ? ମୁଁ ବି ତ ବଢିଆ ପିନ୍ଧିଛି। ମାନେ ଚିନ୍ତା କରନ୍ତୁ କୋଉ ପରିସ୍ଥିତି ବେକା ପାଇଁ ମୁଁ ସିନା ଶିଖି ଯାଇଛି ଆଉ ଅଧ୍ୟାୟରେ ଲୋକ ଅଛନ୍ତି ଦେଖିବେ ବେକାରିଆ ସେଗୁଡାକୁ କୁହନ୍ତି। ଗୋଟେ ବନ୍ୟା ଆସିଲା ବାରିପଦାର ଧାରୁ ବୁଢା ବଣଙ୍ଗରେ ବନ୍ୟା ଆସିଛି। ଗୋଟେ ଲୋକ ଖାଇ ପିଇ ସାରିଲେ ଆଗରୁ ଭାଉଜ ମାନେ ସବୁ ଆଚାର କରୁଥିଲେ ଲଞ୍ଚ ସରିଆ ଆଚାର ଟିକେ ବଡି କରିଦବା ଟିକେ ଆଚାର କରିଦବା। ଏବେ ଆଉ ନାହିଁ ଏବେ ମୋବାଇଲ ଧରିଦବା ନହେଲେ ଯଦି ପାଖାପାଖି କୋଉଠି ବନ୍ୟା ହେଇଛି ଦେଖିବା ପାଣି କେମିତି ଆସୁଛି। ଦେଖିଛନ୍ତି ନା ନାଇଁ? ଏଗୁଡା ସବୁ ବେକାରିଆ ଲୋକଙ୍କ କାମ। ଦେଖିଥିବେ ବର୍ଷା ହଉଛି ପାଣି ଗାଁରେ ଏତେ ଫ୍ରିଜ ମୁଣ୍ଡେଇକି ଲୋକ ଯାଉଥିବେ। ଲୋକ କି ଦୁଃଖ ବେ ତାଙ୍କର ତମେ ଏଗୁଡା ଲୋକଙ୍କର ଅସୁବିଧା ସମୟରେ ତମେ ଯାଇକି ଦେଖୁଛ ଏଇଟା କଣ ଦର୍ଶନ ଫିଲ୍ମ ଚାଲିଛି?
ତ ବୁଢ଼ା ବଳଙ୍କ ନଦୀରେ ସେମିତି ବନ୍ୟା ଆସିଛି। ଥରେ ମୁଁ ବାରିପଦା କ'ଣ ନେଇ ଯାଇଥିଲି, ଆସିପାରିଲି ନାହିଁ, ବ୍ରିଜ୍ ବୁଡ଼ି ଯାଇଛି। ତଥାପି ବ୍ରିଜ୍ରେ ଏତିକି ଖଣ୍ଡେ ପାଣି ଅଛି, ତାରି ଉପରେ ଲୋକ ପାଖାପାଖି 5,000 ଖଣ୍ଡେ ଆଉ ଦେଖ ଘର ଭାସିଗଲା କହିକି ଆଉ ଘର ବ୍ରିଜ୍ ତଳେ ପଶିଲା। ପୁଣି ଏପଟକୁ ଯାଇଲି, ଦେଖ ଗୋଟେ ସାପ ହେଇ ଗୋଟେ କେଡ଼େ ବଡ଼ ଗଛ ଭାସି ଯାଉଛି, ତା ଉପରେ ଗୋଟେ ସାପ ଅଛି ରେ, ଏମିତି ହଉଛନ୍ତି 5,000 ଖଣ୍ଡେ ଲୋକ। ଏ ବ୍ରିଜ୍ ଏପଟ, ବ୍ରିଜ୍ ସେପଟ, ବ୍ରିଜ୍ ଇଏ ହଠାତ୍ କି କିଏ ଗୋଟେ ସ୍ୱାମୀ ସ୍ତ୍ରୀ ଆସିଥିଲେ, ତାଙ୍କର ଗୋଟେ ଏଡ଼ିକି ଟିକେ ଛୁଆଟେ ପାଣିରେ ପଡ଼ିଗଲା। ଆଉ ପୁରା ସେଇ ଯୋଉ ମହାନଦୀ ସରି ବୁଢ଼ା ବଳଙ୍ଗରେ ଭସା ପାଣି ପଡ଼ିଲା ସମୟରେ ଏବେ ମୋ ଛୁଆ ମା ସେନ୍ସଲେସ୍, ମାଙ୍କର ଫାଷ୍ଟ କାମ ଫାଉଣ୍ଡେସନ, ସେ ସେନ୍ସଲେସ୍ ହେଇଯିବେ। ବାପ କହୁଛି ମୁଁ କହ ଆସିକି ନାହିଁ ରେ ଭାଇ, ତ ଗୋଟଏ କୋଠିରେ ଟିକେ ଆଶା ଯୋଉଠି ଘର ଦ୍ୱାର ସାପ ବେଙ୍ଗ ଭାସି ଯାଉଛନ୍ତି ସେଠି କିଏ ପହଁରିବ? ସମସ୍ତେ ସମସ୍ତଙ୍କୁ କହୁଛନ୍ତି, କେହି ଯାଉନାହାନ୍ତି। ଜଣେ କହିଲା ତୁ ପୁରା ବଢ଼ିଆ ପହଁରା ଶିଖିଛୁ, ଯାଉ ନା ମୁଁ ପହଁରା ଶିଖିଛି, ମୁଁ କ'ଣ ଏଇ ପାଣିରେ ପାରିବି ନା? ଛୁଆ ପୁରା ଭାସି ଭାସି ବ୍ରିଜ୍ ତଳେ ବସି ସିଆଡ଼େ 100 ହାତ ଖଣ୍ଡେ ହେଇଗଲାଣି। କିଏ ଗୋଟେ ଯାଉ ବେ କିଏ, ହଠାତ୍ ଗୋଟେ ଟୋକା ଡେଇଁଲା, ଡେଇଁକି ଗୋଟେ 200 ମିଟର ଖଣ୍ଡେ ଝିଅ ଭାସିଗଲାଣି। ତାକୁ ବହୁତ କଷ୍ଟରେ ତା ଚୁଟିରେ ଧରି ତାକୁ କାଖରେ ଯାକି ଚୁଟିଆ ଚଢ଼େ ତାକୁ ନେଇକି ଆସି କୂଳରେ ପହଞ୍ଚିଗଲା। ଥରେ ଜାଣନ୍ତୁ ସ୍ରୋତର ପ୍ରତିକୂଳରେ ସେ ଆସିଛି, ଯୋଉ ପରିଶ୍ରମଟା ନିଶ୍ୱାସ ନେଇପାରୁନି। ତାକୁ ଗୋଟେ ଚେୟାର ବସା, ମୋ ଭାଇ ତୁ ଭାଇ କ'ଣ କରିଦେବି, ଆଉ ଜଣଟା କାନ୍ଦ ଚିପି ଦେଉଛି ଭାଇ କି ମୁଖ୍ୟମନ୍ତ୍ରୀ ପୁରସ୍କାର ଦିଆଯିବ, ଆଉ କ'ଣ ରାଜ୍ୟପାଳ ପୁରସ୍କାର ଆଉ କହୁଛି ନା ଭାଇ ଜୀବନ ବଞ୍ଚେଇଛି, ରାଷ୍ଟ୍ରପତି ପୁରସ୍କାର ଆଉ ଜଣକୁ ସେ ପୁରସ୍କାର ନେଇ କ'ଣ ଆଚାର କରିବ? ଶୁଣ ଭାଇ କି ଭୁବନେଶ୍ୱରରେ ଗୋଟେ ପ୍ଲଟ ଦେଇଦିଅ, ନହେଲେ ଉଦଳାର ଗୋଟେ ପ୍ଲଟ ଦେଇଦିଅ। ଏ ଭାଇ ହଠାତ୍ ଜଣେ ରୁହ, ଭାଇ କି ପଚାର ତାର କ'ଣ ଦରକାର? ଭାଇ ତମର କ'ଣ ଦରକାର କୁହ, ଯାହା କହିବ ତମେ ଗୋଟେ ପିଲାର ଜୀବନ ବଞ୍ଚେଇଛ, ଆମେ ତମକୁ ଦେବୁ। ସେ ଲୋକଟି କହୁଛି ମାଲ ମତେ କିଛି ଦରକାର ନାହିଁ, ମତେ ଖାଲି ସେଇ ଲୋକଟାକୁ ଚିହ୍ନାଅ ଯିଏ ଶଳାଟି ମତେ ପାଣିକି ଠେଲିଲା। ମାନେ ଇଏ ବଢିଆ ଘଟଣା। ଛୋଟ ପିଲାଙ୍କ କଥା କହିଲେ ହସିବେ, ଟୋକାଙ୍କ କଥା କହିଲେ ଆପଣଙ୍କୁ ହସନ୍ତି, ଯିଏ ବାହାସା ହେଇଯାଇଛନ୍ତି ତାଙ୍କ କଥା ତ ନ କହିବା ଭଲ। ଜାଣିଛ ନା ବାହାସା କୋଉଠି କହିବି ଟିକେ? ଆଚ୍ଛା ଇଏ ଯେତିକି ଟୋକା ଅଛ ଝିଅ ଅଛ, ରାଣ ପକେଇକି ହାତ ଟେକି କହିଲେ ବାପା କେତେଟା ବାହା ହେଇନ? ବାହା ହେଇନ ଯୋଉଟା ହାତ ଟେକ, ବାହା ହେଇନ ଯୋଉମାନେ ବାହା ହେଇନ, ମୁଁ 2ଟା ଛୁଆର ବାପା ମାନେ ତମେ ମୋ ଠାରୁ ସାନ, ଡେଫିନେଟଲି ସାନ। ଜୀବନରେ 3ଟି କଥା ମାନିବ ଧନ, କୁହ ହଁ ମାନିବ। ପ୍ରଥମ କଥାଟି ଧନ ମାନିବ ଯୋଉଟା ବାହା ହେଇନ। ଏକ, ବାପା ମା ଯୋଉଠି ଫାଇନାଲ କରିବେ ସେଇଠି ବାହା ହବ ନାହିଁ। ଦି ନମ୍ବର, ପ୍ରେମ କରିକି ନିଜେ ଚଏସ୍ କରିକି ନିଜ ପସନ୍ଦରେ ବାହା ହବ ନାହିଁ। କିଏ ଜାଣିବା ଆଉ 3 ନମ୍ବର, ବାହା ହବ ନାହିଁ। ରାଣରେ ତମେ ଭାବୁଛ ତମେ ଗଛ ଚଢି ଯାଇଛ, ଦିଟା ମୁଁ କହୁଛ ଗଛ ଚଢୁନି ନା, ସେଇଆ ନୁହଁ। ମତେ ଥରେ ଜଣେ ପଚାରିଲା ପପୁ ଭାଇ ଲଭ ମ୍ୟାରେଜ ଭଲ ନା ଆରେଞ୍ଜ ମ୍ୟାରେଜ ଭଲ? ମୁଁ କହିଲି ତୁ ମତେ ଆଗେ କହ, ବିଷ ଖାଇକି ମଲେ ଭଲ ନା ଦୌଡ଼ି ଦେଇକି ମଲେ ଭଲ? ଫାଇନାଲ ଗୋଟେ ଜାଗା, ଠିକ ନା ନାହିଁ? ମାନେ ବାହାସା ହେଇଗଲ ଠିକ ଅଛି, ବାହାଘର ପୂର୍ବରୁ ଲୋକ ବୁଝେଇବି ଧନ ବାହା ହେଇଯାବେ, କାହିଁକି ହୋଟେଲରେ ତେଲ ମସଲା ଖାଉଛୁ, ବାହା ହେଇକି ଘର ସଂସାର କର, ରାତି 11ଟା ବେଳେ କାମ ଦାମ କରିକି ଯିବୁ, ଘର କବାଟ ଖୋଲିଦେବୁ, ସ୍ତ୍ରୀ ଚାହିଁକି ହସିଦେବ, ସବୁ ଦୁଃଖ ବୋହିଯିବ। ଇଏ ସାର୍ ଟୋକାଙ୍କୁ ଏମିତି ଟେକି ଟେକି ଦେବେ, ଟୋକା ବାହା ହେଇଗଲେ। ଆଉ ବାହା ହେଇକି ଠିକ ବର୍ଷେ ଖଣ୍ଡେ ଯାଇଥିବ, ଦିନ ଯାକ କାମ କରି ପୁରା ଛାଇଆ ଏମିତି ଆସିବେ ଘରୁ। ହଠାତ୍ ମନେ ପଡ଼ିବ, କବାଟ ଖୋଲିଦେଲେ ସ୍ତ୍ରୀ ହସିଦେବ, ମୋ ଦୁଃଖ ବୋହିଯିବ। ହଠାତ୍ ଟିଙ୍ଗ ଡଙ୍ଗ, ସ୍ତ୍ରୀ କବାଟ ଖୋଲା, ଫାଷ୍ଟ ଗ୍ୟାସ ସଜେଇ ଜାଣିଛ, ପିଆଜ କହିଥିଲି ଜାଣିଛ, କାଲି ଶୁକ୍ରବାର ତମକୁ କହିଦେଲି ମାଛ ଆଣିବ ବୋଲି, ତମକୁ ବାହାରିବ ଲାଇଫ। এই যে স্বামী এমনি ହେଇକି ଥିବ, ହଠାତ୍ ଏମିତି ହେଇଯିବ। ସେଇଭଳିଆ ସାର୍ ଗୋଟେ ବାଳୁଙ୍ଗା ସାଙ୍ଗ ଥିବେ, ଏଇଭଳିଆ ଟେନସନ ବେଳେ କହିବେ ଟିକେ ମଦ ପିଇଦେ ଭଲ ହେଇଯିବ। ଏଇ ଯୋଉ ଭଲ ପିଲାଗୁଡା ମଦ ପିଅନ୍ତି ଏଇଭଳିଆ କାରଣ ନା। ଆଉ ମୁଁ କାହିଁକି ମଦ ପିଇବି ଥରେ ଜଣକୁ ପଚାରିଲି, ମତେ କହିଲା ଗୋଟେ 90ଟେ ମାରିଦଉ, ତାର ଗୋଟେ ମାପ ଅଛି 90 ମାପ, 30 60 ସେ 3 ଯାଏ। ଯୋଉଟା ଛୋଟ ଗୁଡା ଯୋଉଟା ନିପୁ ସେଗୁଡା ୟୁପି ସ୍କୁଲ ଛୁଆ, ଏଡିକି ନିପୁର 90 ସେ ଡେଟୋଲ ବୋତଲ ଭଳିଆ, ତାଠାରୁ ଗୋଟେ ବଡ ଅଛି, ତାକୁ କୁହନ୍ତି ନିଇବି। ଯୋଉମାନେ ଜାଣିନାହାନ୍ତି ମନେ ରଖି ତାଙ୍କୁ ପରୀକ୍ଷାରେ ପଡିବ। ତାପରେ 2ଟା ନିଇବି ମିଶିଲେ ଯୋଉଟା ସେଟାକୁ କୁହନ୍ତି ପଏଣ୍ଟ ହାଫ, ଆଉ ଯୋଉଟା କଲେଜ ଛୁଆ ହେଇଗଲା ଫୁଲ ସେଟା କୁଆଡ। ଏଇଟା କାହିଁକି ପିଇବ? ସେ ମତେ କହିଲା ଶୁଣ, ଗୋଟେ 90 ମାରିଦବୁ, ରାଣ ଛୋଟ ନିପୁଟେ ମାରିଦେଲା ପରେ ଦେଖିବୁ ଯୋଉ ସ୍ତ୍ରୀ ତତେ ଗାଳି ଦଉଥିବ, ତୁ ଯୋଉ ଝାଇଆ ହେଇଯାଇଛୁ,
नाइटी मार दी था दूसरी गाड़ी दो तो तू हटा के दूस ए स्त्री तो साड़ी भरिया लगी मुझे जाना मुझे तापर ना आरंभ करछु ता कोन तो कंप्लीट कंटिन्यू करे ऊपर मन मत ठाकुर राखी मुझे तापर ना दीपे मारी ना माले कोन ना तते लागियो तू उदळा रे अछु भास्कर मणी दीजे जे रास्ता साइकेल लगी दिले तो ए ये विधायक दीपे तीन पे के मारदबो तुमको लागियो ये सब गुटे टोका ये सब सारा झियो जरा जो ब्राह्मण लोग को भाई भलो तीन पे के मारदला पर स्टाइल आ भाई आ भलो तीन पे चारि पे के मारदबो चारि पे के मारदला पर धरा जो तुम उतोला को आछो कोडी थाना छक जाई तो कुआडे जिवा दरकार तुम थाना छक जाओ टोटल उतोला बुलियो ए नागपाड़ा या मेडा खाइया या सिनेमा हॉल मेन मार्केट कॉलेज पेट्रोल टैंक सब আছে কোটে জায়গায় 500 পেগ মারি তাও বে হাফিলে চুকুচুপা কুনপিলে রজা আপনি তারপর 500 পেগ মারতো রাস্তাটা তোতে হিরোইন বলিয়া লাগলো পেটে কিস মারি ইয়ে তেমন জৌড়া বা হেইনো সে ক্রীড়াକୁ যাওনি না বাবু ঠিক না রে আপন বিশ্বাস করিবে নি মু ভুবনেশ্বরে যে জায়গা রোজে ভারি সিরিয়াস কথা এই করোনা টাইম রে मो पुओटी पड़ुला नवम मते ता स्कूल छुट्टी हेला गलानी कुआडे सबे घरे केते लोग स्वामीजी कोनके भलो मन खुशी आसी कलाळु से पोडी बाबा ते जाउनु छाडा एडी बाबा मनोरा अभद्र बोलिया उंतु हठात कुआडे उठे थियो पुओटी रहला सबे दिने एमिति उडे रोमांटिक मूड आसला मो पो कोइल तू काम कर मु जो जगह रहउची सेठी कॉलोनी रा माने ए ब्लॉक तीनटा महला बी ब्लॉक सी ब्लॉक डी ब्लॉक मोर होची एफ ब्लॉक मु एफ ब्लॉक रे मो पो को कहली तू जा छात ऊपर बुलतू मु डाकले आसी से पळेची मोर स्त्री सहित ते खुशी आसी काले पो पळी आसी मु हटाती कहली धन से ऊपर कहला कोन हैला मु कहन देखिलु सी ब्लॉक रे मानके कोन करचदी से गला बापा से उडे परिवार रे धरि जाउछन हाटू पूरी 5 मिनिट जाई काले पळी आसी मु कहनी धन से ऊपर कहलो कोन हैला मु देखलु मल्लिक मौसा कोन करचदी ई ब्लॉक रो बापा सिए ताको बालकनी में बस के पेपर पढुचदी नि अच्छा बालो पुनी काले पळिया छ 5 मिनिट पर मु पचाली धन देखलु अमूल्य भाई कोन करचदी से उपुल थाइकला बापा तमे जा कहतो सेही मोते चया करचदी मुलबे तू कि भी जानो ना ताको पो भी छातरे उलछि ई हुजु आइ गलिया पिला तेनु एडे सुंदर कार्यक्रम आउ कोन कहबी भाबुछि मु ये आज्ञा गीत गाइला अरे गीत शुणवे तुमने लिरिक्स कार्ड अछि नहीं अच्छा हो तेरे एडे सुंदर जगह रे निजो गां मां माउसी भाउज माने बचंदी गुडे सीरियस कथा हम कहिला के पैसा कथा तापर गीत गाइ एई मानवसा गुरुवार दिन जो गला मु भुवनेश्वर जो जगह रहउची मो साइड घर भाउज गुटे देखि 11:30 टा नाइटी घंटे पिंदी बुलछि मुल्य भाउज आज पूरा मानवसा गुरुवार तमे कोन नाइटी पिंदी बुलछ ना पप्पू तमे जानो से मानवसा बड़ धंदा मु मानवसा धंदा काईबी ना ए राती रे उरुआ चाउला आने ताकू बतुरा सकाळु झुटी पका से लक्ष्मी पाद मो हाथ रे चित्र होय नै लक्ष्मी पाद कले हेडा कुकुर पाद भलिया दे काढिबो मु तामान कोन मन झुटी पकाउ ना पकाउची मु किमिदी ना 5 टका नेगा लक्ष्मी पाद स्टिकर मिलछि दुआर मोर पिटी आउछि लक्ष्मी एई पटे आछ एटा आनु कुदुला एइटी आछ एइटा मो गडे जे पसिया हम छुआ स्कूल जीवो मो सारे खाई को ऑफिस जीवे मु सेई गुडा करी ना ये धंदा करतली तो आजिकल या दिन गुटे कथा आपण जानि दिबे माउसी माने भाउजी माने जानि दिबे घर पाखरे गछरे राती रे जे पेचाटे हुए हम घर लोक कोन देई 150 एटा खाइला 150 ना धरतला कोन दिना नहीं किंतु आजिकल एबेकार भाउज गुटे काउ डाकी पचालो तम स्वामी ना कोन कुमार बेहरा तम ससुर ना आत्मत्तान बेहरा मान ससुर ना नै निंदी करे तम सांग ना आरो जन्म रे आपण पेचा हवा फायदा किंतु आपण को सासु घरे कोन ससुर ना कहले जीव कामुडी को ससुर ना धरिबी सतन रे गुटे बढ़िया गीत एई ऊपरे से गीतटी नमिता अग्रवाल गाइथिले एवं ओडिसा रे एमिति बहुत कम लोक थिबे जे से गीतटी की सुनि नथिबे मु वर्तमान से गीतटी गाइबी मो देढ़ सुर ना बलियालो मु बलिया कहबी ना गुरुजन मान को पाई तापरे टोका को माला आसी म्यूजिक प्लीज
ଭଲ ଲାଗିଲା ଓଡ଼ିଶାର ମୁଁ କହୁଥିଲି ଯେ ଓଡ଼ିଶା ବାହାରକୁ 50 ଜାଗା ଯାଇଛି, ଓଡ଼ିଶା ଭିତରେ ଯାଇଛି, ଭାରତ ବାହାରକୁ ବି ଯାଇଛି, କିନ୍ତୁ ପ୍ରଥମ ଥର ଆଜି ଗର୍ବରେ ଲାଗୁଛି ଯେ ଆମ ଉଦଳାର ଅଡିଏନ୍ସ ଏତେ ଶୃଙ୍ଖଳିତ ଯେ ତାଳି ବି ମାରୁନାହାନ୍ତି ଶୃଙ୍ଖଳା ନଷ୍ଟ ହେଇଯିବ ବୋଲି। ଠିକ ଅଛି ନା ଇଏ ୱାର୍ଲଡ ରେକର୍ଡ ନଉଥିଲେ ମାରି ଗୋଟେ ଇଜ୍ଜତ କରୁଛ ମତେ ନା ତାଳି ମାରିବ। ଶୀତ ଦିନେ ତାଳି ମାରିବା ନିୟମ ନାହିଁ, କାହିଁକି କହିଲେ ଭାଉଜ ମାନେ ଚାଦର ଭିତରେ ହାତ ଟୋକା ସବୁ ପେଣ୍ଟରେ ହାତ ଭରି ଦେଇଥିବେ। କାଉ ଯଦି କହିବ ତାଳି ମାରି ସେ କହିବ ପଳାରେ ହସିବା ବି କହିବା କଥା ନୁହେଁ, କାହିଁକି କହିଲେ ଶୀତ ଦିନେ ଉଠ ପାଟେ। କାଉ ଯଦି ହସିବା ନାହିଁ କହିବ ସେ ଗୁଟୁଆ ଖାଇଲା କାହିଁକି ଦୟା କରୁଛୁ ହସ ରେ। ଆଚ୍ଛା ତେବେ ଏବେ ଟୋକାଙ୍କ ମାଲ ଲାଗିଲା। ଯିଏ ଯିଏ ନାଚିବା କଥା ନାଚିବ। ଯଦି ଅଧିକା ଗରମ ଖାଇକି ମୁଁ ତଳକୁ ପଳେଇବି ମତେ ଘେରେଇବ ନାହିଁ। ଓକେ ତ? ମୋ ୟୁଟ୍ୟୁବ ଚ୍ୟାନେଲ ଗୋଟେ ଅଛି, ତା ନାଁ ହେଉଛି ପପୁ ପମ୍ ପମ୍ କ୍ରିଏସନ୍ସ। ଦେଖିଛନ୍ତି? ସେଇ ଚ୍ୟାନେଲରେ ମୋର ଗୋଟେ ଗୀତ ରିଲିଜ ହେଇଥିଲା 2018 ନା 19ରେ 60 ମିଲିୟନ ଭିଉ। ତାମାନେ 6 କୋଟି ଲୋକ ଦେଖିଛନ୍ତି। ଓଡ଼ିଶାରେ 4.5 କୋଟି ଲୋକ ତାମାନେ ଜଣକା 2-3 ଥର ନେଖା ଦେଖି ଦେଇଛନ୍ତି। 60 ମିଲିୟନ। ତ ସେଇ ଗୀତଟି ଷ୍ଟେସନ ବଜାର ଝିଅଟି ବୋଲେ ହୁଁଟି। ସେ ଗୀତ ପୂର୍ବରୁ ପଦୁଟିଏ କଥା ଅଛି କହିବି। ସେ ଗୀତ ଦେଖିବେ ମ୍ୟୁଜିକ ଭିଡ଼ିଓ ଗୋଟେ କାର୍ ଧଳା କାର୍ଟେ ଠିଆ ହେଇଛି। ମୁଁ ସେ କାର୍ ଭିତରେ ଗୋଟେ ହିରୋ ମାଗିଆ ବସିଛି, ଗୋଟେ ଲେଜର ଫ୍ଲେଜର ପିନ୍ଧି ମୋ ସାଇଡ଼ରେ 3-4 ଖଣ୍ଡେ ଟୋକା ଠିଆ ହେଇଛନ୍ତି। ମୁଁ ଯୋଉ ବାଳୁଙ୍ଗା ମୋ ଆଗରେ ଗୋଟେ ସୁନ୍ଦରୀ ଝିଅ ପାରିଗଲା। ମୁଁ କମେଣ୍ଟ ମାରିଦେଲି ଇଲୋ ନାନୀ ଓ ହାଟୁକୁ। ସେ କହିଲା ନାଇଁ ଏ ଜଗଣିକା ତ ଘରକୁ। ମୁଁ କହିଲି ଆସୁନୁ, ଘର ତ କେହି ନାହାନ୍ତି, ଫାଙ୍କା ଅଛି ଆଉ। କହିଲା ଦେଖିବୁ ଚପଲ ଖୋଲି। ମୁଁ କାହିଁକି କଣ ମନ୍ଦିର ଗୁଡ଼ାକୁ ଚପଲ ଖୋଲି ଆସୁଛି ସେମିତି ପଳା। କହିଲା ଦେଖିବୁ ଆମେ ମଲା ପରେ ଦେଖିବା ଲାଗି ବସୁ। ଦେଖଉନୁ 1 2 3 4 ପେରେ ପେରେ
बेटी समय वाली यात्रा हुई होना होना लगा दे देश में से खरीदी का दे बेटा भी सामाजिक यात्रा हुई होना बहुरिया नितुम तो से तो लेकाडिंग ले आमा आई लव आजी আর বেটির সঙ্গে আলে যাত্রা হুই ওনা ওনা লাগাতে বেশ বেশ এগুলি যাতে লিটাল সামাজিক যাত্রা হুই ওনা ওনা পুকুরিয়া নিতুন্দ চেক লেকারিং লে আমা আই লাভ ইউ